ସମସ୍ତଙ୍କୁ ପରବ ଜୁହାର। ପରବ ପଡ଼ିଆରେ ବର୍ତ୍ତମାନ କାମ ଆରମ୍ଭ ହୋଇଯାଇଛି। ନିଷ୍ପତ୍ତି ନିଆ ହେଇଯାଇଛି ମଞ୍ଚ ଏଇ ଗଛ ପାଖରେ, ଯେଉଁ ଦୂରରେ ଦେଖାଯାଉଛି ଗଛ ସେଇ ପାଖରେ ପ୍ରସ୍ତୁତି ଆରମ୍ଭ ହେବ ଏବଂ ଏଇ ମଞ୍ଚ ସାମ୍ନାରେ ଥିବା ଗଛର ଡାଳକୁ ମଧ୍ୟ ଟ୍ରିମିଂ କରିଦିଆଯାଇଛି। ମାଟି ପକାଇ ସେ ତଳ ଜାଗାଟିକୁ ଉଞ୍ଚା କରାଯାଉଛି ଏବଂ ସେଇ ମଞ୍ଚ ନିକଟକୁ ନେବା ପାଇଁ ଇଲେକ୍ଟ୍ରିକ୍ ପୋଲ୍ ଗୁଡ଼ିକ ମଧ୍ୟ ନିଜକୁ ପ୍ରସ୍ତୁତ କରିସାରିଲେଣି। ସବୁଦିନ ଭଳି ପ୍ରାତଃ ଭ୍ରମଣକାରୀମାନେ ଏଇ ପଡ଼ିଆର ରୂପରେଖକୁ ଦେଖୁଛନ୍ତି, କିପରି ଭାବରେ ପରିବର୍ତ୍ତିତ ରୂପରେଖ ଆଗକୁ ନେଉଛି। ତା ସହିତ କାମ ଆରମ୍ଭ କରିଛନ୍ତି ଯିଏ ଠିକା ନେଇଛନ୍ତି ଏଇ ସମୁଦାୟ ଉତ୍ସବର, ସେଇ କଣ୍ଟ୍ରାକ୍ଟର ମାନେ ତାଙ୍କର ଷ୍ଟଲ୍ କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଦେଖିପାରୁଥିବେ ଆପଣମାନେ କିପରି ଭାବରେ ବାଉଁଶ ଗଦା ହେଇଗଲାଣି ଏବଂ ଷ୍ଟଲ୍ କାମ ମଧ୍ୟ ଆରମ୍ଭ ହୋଇଯାଇଛି। ତାପରେ ଏଇ ପଡ଼ିଆ ନିଶ୍ଚିତ ଭାବରେ ଆଉ କିଛି ଦିନ ଗଲେ ଦୁଲୁକି ଉଠିବ। ଆଜି ପାଗ ଟିକେ ମେଘୁଆ, ଥଣ୍ଡା ମଧ୍ୟ କମ୍ ଅଛି, ତେଣୁ ପର୍ଯ୍ୟଟକମାନେ ମଧ୍ୟ ନିଜର ମୁଣ୍ଡରୁ ଉଲେନ୍ କ୍ୟାପ୍ ବାହାର କରିସାରିଛନ୍ତି। ସ୍ୱେଟର୍ ମଧ୍ୟ ଯେଉଁ ପିନ୍ଧିଥିଲେ ଝାଳ ଝାଳ ହୋଇଗଲାଣି, କାରଣ ଉପରେ ମେଘ ଅଛି ଏବଂ ତଳେ ଥଣ୍ଡା ମଧ୍ୟ ନାହିଁ। ଆମେ ଆଶା କରୁଛୁ ଏଇ ପ୍ରକ୍ରିୟା ଆଗକୁ ଜାରି ରହିବ ଏବଂ ଏଇ ପଡ଼ିଆଟି ଏକ ସୁନ୍ଦର ପଡ଼ିଆ ହୋଇ ବାହାରି ଆସିବ, ଯେଉଁଥିରେ ପରବ ଦୁଲୁକି ଉଠିବ। ପରବ 2024 ସମସ୍ତଙ୍କୁ ଆନନ୍ଦିତ କରିବ। ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ପରବ ଜୁହାର।